ঠিকা ସଂସ୍ଥାର ନିମ୍ନମାନର କାମ ଜନସାଧାରଣ ଅସନ୍ତୋଷ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଣ୍ଟେଇକୁଲିଆ ଗ୍ରାମ ପଞ୍ଚାୟତର ଲୁହାମୁଣ୍ଡା ଠାରୁ ଜାମୁନାଳି ଆରଡି ରୋଡର ଇଚ୍ଛାପୁର ଗ୍ରାମ ନିକଟସ୍ଥ ହୋଇଥିବା ନୂତନ ରାସ୍ତା 3 ମାସ ହୋଇଥିବା ବେଳେ ଆଜି ରାସ୍ତାର ସାଧାରଣ ବର୍ଷାରେ ରାସ୍ତା କଡ଼ରେ ଦିଆଯାଇଥିବା ୱାଲ୍ ଗୁଡ଼ିକ ଭୁଷୁଡ଼ି ପଡ଼ିଛି। ଲୋକଙ୍କ କହିବା ମୁତାବକ ରାସ୍ତା ଯଦି ସାମାନ୍ୟ ବର୍ଷାରେ ଭୁଷୁଡ଼ି ପଡୁଛି ତାହେଲେ ବଡ଼ ବର୍ଷା ହେଲେ କ'ଣ ହେବ? ଯାହା ଜଣା ପଡୁଛି ଠିକାଦାର ଠିକ ଭାବରେ କାମ କରି ନାହିଁ। ନୂତନ ୱାଲ୍ ମଧ୍ୟ କରି ନାହିଁ। କେବଳ ପୁରୁଣା ୱାଲ୍ରେ 1 ଫୁଟ ଉଠାଇ ନୂଆ ବିଲ୍ କରିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏଥିପ୍ରତି ସ୍ଥାନୀୟ ବିଧାୟକ, ପୂର୍ତ୍ତ ବିଭାଗ ଏବଂ ମୋହନ ସରକାରଙ୍କୁ ନିବେଦନ ଏହାର ଯଥାଶୀଘ୍ର ଉଚ୍ଚ ତଦନ୍ତ ହେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଆଠମଲ୍ଲିକରୁ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଆଗାମୀ ଟିଭି। ଆପଣଙ୍କ ରାସ୍ତା ହେଲା କ'ଣ କହିବେ? ଏଇଭଳିଆ ରାସ୍ତା ଆଜି ଏଇଭଳିଆ ଅସୁବିଧା ହେଇଛି। ଆମ ରାସ୍ତା ପୁରା 3 ମାସ ପରେ ଯେଉଁ କଣ୍ଟ୍ରାକ୍ଟ ନେଲା 3 ମାସ ପରେ ବର୍ଷା ହେଉନି, ଯେଉଁ ଧସି ସାରିଲାଣି, ଯେଉଁ ଭାଙ୍ଗି ଯାଇଛି ପୋଲ ତା ଯେଉଁ ସାଇଡ଼ଟା ପୁରା ଧସି ସାରିଲାଣି, ଆଉ କିଛି ନାହିଁ ନା, ଅବସ୍ଥା ଖରାପ ହେଇସାରିଲାଣି। ଏଇ ମାସ 2 ମାସ ଭିତରେ କାମ କରିକିନା ଏବେ ସବୁ ରିଜେକ୍ଟ ସବୁ କିଛି ରହୁନି। ଆଉ ଆମେ ଦେଖିଲା ପରେ ଏଠି ବି ଆଉ ଲୋକ ଯିବାକୁ ଭାରି ଅସୁବିଧା ପାଇଲେ ନା ଯିବା ପାଇଁ ଏଠି କିନ୍ତୁ ଚେକିଂ କରନ୍ତୁ ଗୋଟେ ଦେଖନ୍ତୁ କିନ୍ତୁ କଣ୍ଟ୍ରାକ୍ଟ କାମ କରିଛି। ଏଇଭଳିଆ ଠକିକି କଣ୍ଟ୍ରାକ୍ଟ କାମ କରିବ କି? হ্যাঁ এইভাবে কাম করা যায়, এইভাবে কাম লোক করতে এত ঠক কাম করতে। এমনি রাস্তা বর্ষা নহলে পানি রাস্তা ধসি যাচ্ছে।